ମାନେ କାଞ୍ଚନ ମାଉସୀର ଘରର ଆଜି ଆମେ ଅଭ୍ୟାସ ପ୍ରଶ୍ନପତ୍ର କରିବା। ତାହେଲେ 1 ନମ୍ବର କ ଆମକୁ ଦେଇଛି ଘର କହିଲେ କେଉଁ ସବୁ କଥା ତୁମ ମନକୁ ଆସୁଛି? ତାହେଲେ ଘର କହିଲେ ବାପା, ମା, ଭାଇ, ଭଉଣୀ, ସ୍ନେହ, ଶ୍ରଦ୍ଧା ଏବଂ ନିଜର ରହିବା ସ୍ଥାନ କଥା ମନକୁ ଆସୁଛି। ଖରେ ତୁମର ଘର କଥା କେତେବେଳେ ମନେ ପଡ଼େ? ଯେତେବେଳେ ମୁଁ ଘରଠାରୁ ଦୂରରେ ବା ସ୍କୁଲରେ ଥାଏ କିମ୍ବା ବହୁତ ଥକିଯାଏ ସେତେବେଳେ ଘର କଥା ମନେ ପଡ଼େ। ଗରେ ତୁମ ଘରେ କିଏ କିଏ ଅଛନ୍ତି? ମୋ ଘରେ ବାପା, ମା, ମୁଁ ଏବଂ ମୋର ଭାଇ ଭଉଣୀ ଅଛନ୍ତି। ଘରେ ତୁମର ଘରକୁ ତୁମେ କିପରି ସଫାସୁତୁରା ରଖ? ଆମେ ପ୍ରତିଦିନ ଘରକୁ ଝାଡ଼ୁ କରି ଜିନିଷପତ୍ର ସଜାଡ଼ି ରଖି ଏବଂ ଅଳିଆ ଆବର୍ଜନାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇ ଘରକୁ ସଫା ରଖୁ। ରେ ପରିବାର କହିଲେ ତୁମେ କ'ଣ ବୁଝ? ପରିବାର କହିଲେ ବାପା, ମା, ଭାଇ, ଭଉଣୀ, ଦାଦା, ଖୁଡ଼ି, ଜେଜେବାପା, ଜେଜେମା ଆଦି ସମସ୍ତେ ମିଳିମିଶି ଏକାଠି ରହିବାକୁ ପରିବାର ବୁଝାଏ। ତାପରେ 2 ନମ୍ବର ଦେଇଛି ଆମକୁ ଚିତ୍ର ଦେଖି ଲେଖ। ଏଇଟା କ'ଣ ଆମର? ଏଇଟା ଆମର ଛଞ୍ଚାଣ। ବୁଝିଲା? ଏଇଟା ଝାଡ଼ୁ। ବୁଝିଲା? ଏଇଟା ଆମର ବିଞ୍ଚଣା। ଏଇଟା ହେଲା ଆମର କୋଦାଳ। 3 ନମ୍ବର ଅକ୍ଷର ଯୋଡ଼ି ଶବ୍ଦ ଗଢ଼, ପଢ଼ ଓ ଲେଖ। ଗୋଟିଏ ଦେଇଛି ଆମକୁ କାଞ୍ଚନ। ସେମିତି ଆମେ କରିପାରିବା କ'ଣ? ଚଞ୍ଚଳ। ଆଉ କ'ଣ କରିପାରିବା? ସଞ୍ଚୟ। ନେକ୍ସଟ କ'ଣ କରିପାରିବା? ଲାଞ୍ଛନା। ହେଲା? ତାପରେ 4 ନମ୍ବର ଆମକୁ ଦେଇଛି ପଢ଼ ଓ ତାପରେ କ'ଣ ହେଲା କୁହ। ବଗକୁ କଞ୍ଚା ମାଛ ଭଲ ଲାଗିଲା ନାହିଁ। ନଈ କୂଳରେ ଚୁଲି ଲଗାଇଲା। କଡ଼େଇରେ ମାଛ ପକାଇଲା। ମାଛ ଫକ୍ କିନା ଡିଆଁ ମାରି ନଈ ଭିତରକୁ ପଳେଇଲା। ଆଉ ତାପରେ ବଗଟି ମାଛକୁ ଧରିବା ପାଇଁ ପାଣିକୁ ଚାହିଁ ରହିଲା, କିନ୍ତୁ ମାଛଟି ପାଣି ଭିତରକୁ ଗଭୀରକୁ ପଳାଇଲା। ବଗଟି ନିରାଶ ହୋଇ ସେଠାରେ ଠିଆ ହୋଇ ରହିଲା ଏବଂ ତାକୁ ସେଦିନ ଭୋକିଲା ରହିବାକୁ ପଡ଼ିଲା। ନେକ୍ସଟ ଆମର 5 ନମ୍ବର ଅକ୍ଷର ଗୁଡ଼ିକୁ ସଜାଡ଼ିକି ଲେଖ। ଏଇଟା କ'ଣ ହବ? ସରପଞ୍ଚ। ନେକ୍ସଟ ଆମର 55। ନେକ୍ସଟ କ'ଣ ହବ? ଚାଞ୍ଚିବା। ହେଲା? ଚାଞ୍ଚିବା। ତାପରେ ଲାଞ୍ଛନା। ନେକ୍ସଟ ଓଲଟେଇ ଦିଅ ବାଞ୍ଛା। ତାପରେ ସଞ୍ଚୟ। ତାପରେ 6 ନମ୍ବର ହେଲା? ସେମିତି ଯୁକ୍ତାକ୍ଷରକୁ ନେଇ ପିଲା 12ଟି ଶବ୍ଦ ଆମେ ଲେଖିପାରିବା। ହେଲା? ସଞ୍ଚୟ ପରେ ଯାହା ଯାହା ଲେଖିଛି ତମେ ଲେଖିପାରିବ। ହେଲା? ବାଞ୍ଛା, ହେଲା? ଲାଞ୍ଛନା, ଯାହା ଯାହା ଲେଖା ହେଇଛି ସରପଞ୍ଚ ତମେ ଏଠାରେ ଲେଖ। ହେଲା? ତାପରେ 7 ନମ୍ବର ଏଠି ମଧ୍ୟ ଏକ ଶବ୍ଦ ନେଇକି ଏଠି ଲେଖିପାରିବ। ହେଲା? ଦେଇଛି ଅକ୍ଷର ଶବ୍ଦ ଯୋଡ଼, ପଢ଼ ଓ ଲେଖ। ସେମିତି କଞ୍ଚା ଏଇଠି ଲେଖିଦେବ କଞ୍ଚା। ବୁଝିଲା? ଏଇଠି ଲେଖିଦେବ ଯାହା ଯାହା ଲେଖା ହେଇଛି ଏଠି ଲେଖିଦେବ ଲାଞ୍ଛନା। ଶବ୍ଦ ଲେଖା ହେଇଛି ତାକୁ ପଢ଼ିବ। କଞ୍ଚା, କାଞ୍ଚ, ବାଗ୍ୟା, ତାପରେ ଲାଞ୍ଛନା। 8 ନମ୍ବର ପ୍ରଶ୍ନ ଆଲୋଚନା କରି ଉତ୍ତର ଲେଖ। କରେ କବିତାଟିରେ କାହା ବିଷୟରେ ବର୍ଣ୍ଣନା କରାଯାଇଛି? କବିତାଟିରେ କାଞ୍ଚନ ମାଉସୀଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି।
ଖରେ କାଞ୍ଚନ ମାଉସୀ କାହାର ସେବା ଯତ୍ନ କରନ୍ତି? କାଞ୍ଚନ ମାଉସୀ ଗଛଲତା ଏବଂ ତାଙ୍କ ବଗିଚାର ସେବା ଯତ୍ନ କରନ୍ତି। ଗରେ କାଞ୍ଚନ ମାଉସୀ ବଗିଚାରେ କେଉଁ ସବୁ ଗଛ ଅଛି? କାଞ୍ଚନ ମାଉସୀ ବଗିଚାରେ ବିଭିନ୍ନ ପ୍ରକାର ଫୁଲ ଓ ଫଳ ଗଛ ଅଛି। ଘରେ କବିତାରେ କାଞ୍ଚନ ମାଉସୀଙ୍କୁ ଆଦର୍ଶ ନାରୀ କୁହାଯିବାର କାରଣ କ'ଣ? କାରଣ କାଞ୍ଚନ ମାଉସୀ ନିଜ ଘର ଓ ପରିବେଶକୁ ସଫାସୁତୁରା ରଖନ୍ତି, ପରିବାରର ଯତ୍ନ ନିଅନ୍ତି ଏବଂ ଗଛଲତାଙ୍କୁ ଭଲ ପାଉଥିବାରୁ ତାଙ୍କୁ ଜଣେ ଆଦର୍ଶ ନାରୀ କୁହାଯାଇଛି। ରେ କାଞ୍ଚନ ମାଉସୀ ଘରକୁ କିପରି ସଫାସୁତୁରା ରଖନ୍ତି? କାଞ୍ଚନ ମାଉସୀ ପ୍ରତିଦିନ ଘର ଦ୍ୱାର ଓ ଅଗଣା ଓଳାଇ ଜିନିଷପତ୍ରକୁ ସଜାଡ଼ି ରଖି ଘରକୁ ସଫାସୁତୁରା ରଖନ୍ତି। 9 ନମ୍ବର ଆମକୁ ଦେଇଛି ଚିତ୍ର ଦେଖ ଓ ଆଲୋଚନା କରି କୁହ। ଏଇଠି ଆମକୁ 4 ଚିତ୍ର ଦେଇଛି। ତାହେଲେ ପ୍ରଥମ ଚିତ୍ରରେ ପିଲାମାନେ ମିଳିମିଶି ପରିବେଶ ସଫା କରୁଛନ୍ତି। ଦ୍ୱିତୀୟ ଚିତ୍ରରେ ଜଣେ ବାଳକ ବହିଗୁଡ଼ିକୁ ସେଲ୍ଫରେ ସଜାଡ଼ି ରଖୁଛି। ତୃତୀୟ ଚିତ୍ରରେ ଜଣେ ବାଳିକା ନିଜର ପୋଷାକପତ୍ର ସଫା କରି ସଜାଡ଼ି ରଖୁଛି। ଏବଂ ଚତୁର୍ଥ ଚିତ୍ରରେ ଜଣେ ବାଳକ ଶୌଚାଳୟ ବ୍ୟବହାର କରିବା ପରେ ବାହାରକୁ ଆସୁଛି। 10 ନମ୍ବର ପ୍ରଶ୍ନ ଆସ ପଢ଼ିବା। ସକାଳୁ ଉଠିବି ଓ ଗୁରୁଜନଙ୍କୁ ପ୍ରଣାମ କରିବି। ନିୟମିତ ବିଦ୍ୟାଳୟକୁ ଯିବି। ଅସହାୟ ଲୋକଙ୍କୁ ସାହାଯ୍ୟ କରିବି। ପଶୁପକ୍ଷୀମାନଙ୍କୁ ଆଦର କରିବି। ସାଥୀ ପିଲାଙ୍କ ସହ ମିଳିମିଶି କାମ କରିବି। ନିଜେ ସଫାସୁତୁରା ରହି ପରିବେଶକୁ ସଫା ରଖିବି। ଗଛ ଲଗାଇବି ଓ ତା'ର ଯତ୍ନ ନେବି। ବିଷୟଟି ସରିଗଲା ପିଲାମାନେ।